Happy birthday, Mr. Das. Happy birthday. Happy birthday. ମିଷ୍ଟର ଦାସଙ୍କ ଜନ୍ମଦିନ ଆମେ କେମିତି ସେଲିବ୍ରେସନ୍ କଲୁ ତ ମୁଁ ଭିଡ଼ିଓଟା ଆଗରୁ ବି ପକାଇଥିଲି, ତେବେ ଆଉ ଥରେ ପକାଉଛି। କାହିଁକି ପକାଉଛି ନିହାତି ଜଣେଇବି। ତ କେକ୍ କାଟିବା ପୂର୍ବରୁ ଇସୁ ବାବା ଛୁରୀଟାକୁ ଭାଙ୍ଗି ଦେଇଥିଲା ଆଉ ସେ ଭଙ୍ଗା ଛୁରୀରେ ହିଁ ସେ କେକ୍ କାଟିଛନ୍ତି। ତ ମୁଁ ଏଇ ଭିଡ଼ିଓଟା ୟୁଟ୍ୟୁବରେ ପୋଷ୍ଟ କରିଥିଲି, କିନ୍ତୁ ବାରବାର ଗୋଟେ ଗୀତକୁ ମୁଁ ପକାଇବାରୁ କପିରାଇଟ୍ ମାରିଲା, ତ ମୁଁ ଡିଲିଟ୍ କରିଦେଲି। ଆଉ ଥରେ ଏଇ ଭିଡ଼ିଓକୁ ପୋଷ୍ଟ କରୁଛି। ତ ପୌଷ ମାସ 22 କେଉଁ ବର୍ଷ ଜାନୁଆରୀ 5ରେ ପଡ଼େ, କେଉଁ ବର୍ଷ ଜାନୁଆରୀ 6ରେ ପଡ଼େ, କିନ୍ତୁ ଏ ବର୍ଷ ଜାନୁଆରୀ 6 ତାରିଖ ତାଙ୍କ ଜନ୍ମଦିନ ପଡ଼ିଥିଲା। ତ ମୁଁ ବହୁତ କିଛି ଭାବିଥିଲି କରିବା ପାଇଁ, କିନ୍ତୁ ହେଲେ ହେଇପାରିଲା ନାହିଁ। କାହିଁକିନା ମିଷ୍ଟର ଦାସ ଘରେ ରହିଲେନି। ସେ କହିଲେ ଯେ ମୁଁ ଯେହେତୁ ଗାଡ଼ି ଚାଲୁଥିଲା, ସେ କହିଲେ ମୁଁ ରାତିରେ ରହିବିନି। ଆଉ ମୁଁ ତାଙ୍କୁ ବହୁତ ରିକ୍ୱେଷ୍ଟ ବି କରିଥିଲି, ମୁଁ ତୁମେ ଯାହା ବି ହେଲେ ଟିକେ ବାରଟାରେ ଆସିକି ପହଞ୍ଚିଯିବ, ଆଉ ତୁମେ 12ଟା ପରେ ତୁମେ ପଳେଇଯିବ। ତ ସେ କହିଲେ ନାଇଁ ନାଇଁ ମୁଁ ଆସିପାରିବିନି। ତ ମୋତେ କେଉଁଠି ନା କେଉଁଠି ଟିକେ ଦୁଃଖ ଲାଗିଲା। ଆଉ ଇସୁ ବାବା ବି ଶୋଇପଡ଼ିଥିଲା, କିନ୍ତୁ ମୁଁ ଶୋଇନଥିଲି କାହିଁକିନା ମୋତେ ରାତି 12ଟାରେ ତାଙ୍କୁ ୱିଶ୍ କରିବାର ଥିଲା। ହଠାତ୍ 11:55 ପାଖାପାଖି ଟାଇମ୍ରେ ମୋତେ ସେ କଲ୍ କଲେ, ଆରେ ଟିକେ କବାଟ ଖୋଲିଲ, ଆଉ ମୁଁ ପାଣି ନେବି, କାହିଁକିନା ଗାଡ଼ିରେ ପାଣି ନାହିଁ ପିଇବା ପାଇଁ। ତ ମୁଁ ବିଶ୍ୱାସ ବି କଲିନି ସତରେ। ସିଏ ଯେହେତୁ ସେ ମୋତେ ମନା କରିକି ଗଲେ, ତ କାଳେ ସିଏ ଆସିଥିବେ କି, ମାନେ ଡାଉଟ୍ରେ ମୁଁ ଯାଇକି କବାଟ ଖୋଲିଲି। ଆଉ 2 ସେକେଣ୍ଡ ପାଖାପାଖି ସେ ଟୋଟାଲି ରୁମ୍କୁ ହିଁ ଆସିଲେନି। ମୁଁ ଭାବିଲି ବୋଧେ ମିଛରେ ଏମିତି କହୁଛନ୍ତି, କିନ୍ତୁ ଦେଖିଲାକୁ ସେ ଆସିଲେ। ଆସିବା ପରେ ଟାଇମ୍ ବି ହେଇନଥିଲା, ତ ମୁଁ ଇସୁ ବାବାକୁ ଉଠେଇଲି। ଆଉ ଯେହେତୁ ଟାଇମ୍ ପାଖରେ ନଥିଲା, କେବଳ କେକ୍ଟା ଆଣିକି ରଖିଥିଲି ରୁମ୍ରେ, ତ ସେ କେକ୍ଟାକୁ ନେଇକି ଆସିଲି। ଆଉ ଇସୁ ବାବାକୁ ଉଠେଇଲି, ସିଏ ବି ଉଠିଗଲା। ତ 3 ଜଣ ମିଶିକି ସ୍ମଲ୍ ପାର୍ଟିଟିଏ କଲେ। ତ ଛୋଟ ସେଲିବ୍ରେସନ୍ ହେଲେ ମଧ୍ୟ କେଉଁଠି ନା କେଉଁଠି ମୋତେ ବହୁତ ହିଁ ଶାନ୍ତି ଲାଗିଲା। ଯାହା ହଉ ସେ ଆସିଲେ, ମୁଁ ଯେଉଁଟା ଭାବି ବି ନଥିଲି ସେ ଆସିବେ ବୋଲି। ଆଉ ତ ସେ ଜଲ୍ଦି ଜଲ୍ଦି କେକ୍ କାଟି ଦେଇକି ପଳେଇଗଲେ। ଆଉ ତାପରେ ମୁଁ ଶୋଇବା ପଳେଇଲି। ଆଉ ସକାଳୁ ଯେହେତୁ ମନ୍ଦିର ଯିବାର ଥିଲା ତାଙ୍କ ଜନ୍ମଦିନ ପାଇଁ, ସିଏ ବି ବହୁତ ଲେଟ୍ରେ ଆସିଲେ। ଆଉ ତାଙ୍କୁ ଖାଇବାକୁ ଦେଇଦେଲି, ସେ ଖାଇକି ସ୍କୁଲ ଗଲେ, କାହିଁକି ତାଙ୍କ ପାଖରେ ଟାଇମ୍ ନଥିଲା ମନ୍ଦିର ଯିବା ପାଇଁ। ତ ମୁଁ ମୋ ଦେଉରଙ୍କୁ କହିଲି, ମୁଁ କହିଲି ମୋତେ ଟିକେ ମନ୍ଦିର ନେଇକି ଚାଲିଯିବ ନା। ହଉ। ଯେହେତୁ ପୁରା ଲେଟ୍ ବି ହେଇଗଲାଣି, ତ ମୁଁ ଭାବିଲି ଯେ ଆମ ଗାଁରେ ଯେଉଁ ମନ୍ଦିର ଅଛି, ତ ନନା କାଳେ ଥିବେ ନଥିବେ। ସେ ମନ୍ଦିରରେ ମୋ ମାମୁଁ ପୂଜା କରନ୍ତି, ଯେଉଁ ମନ୍ଦିରକୁ ଗଲି ସେ ମନ୍ଦିରରେ ମୋ ଅଜା ପୂଜା କରନ୍ତି, ମାନେ ମୋ ମାଆଙ୍କର କକା ପୂଜା କରନ୍ତି। ତ ମୋ ଶାଶୁଘରଠୁ ମୋ ମାମୁଁ ଘର ପାଖାପାଖି 1.5 କିଲୋମିଟର କି 1 କିଲୋମିଟର ଏଇ ଭିତରେ ହେବ। ତ ଏଇ ଯେଉଁ ମନ୍ଦିର, ଇଏ ହେଉଛି ରାମେଶ୍ୱର ମନ୍ଦିର। ତ ଏଠି ମୋ ଅଜା ପୂଜା କରନ୍ତି। ଠାକୁରଙ୍କ ନାଁ ରାମେଶ୍ୱର, ମୋ ଅଜାଙ୍କ ନାଁ ବି ରାମେଶ୍ୱର, ଆଉ ଯିଏ ମନ୍ଦିରକୁ ଫାଷ୍ଟ ତିଆରି କରିଥିଲେ ତ ତାଙ୍କ ନାଁ ବି ରାମେଶ୍ୱର। ତ ଫାଷ୍ଟ ଟାଇମ୍ ପାଇଁ ମୁଁ ପୂଜା ନେଇକି ସେ ମନ୍ଦିରକୁ ଯାଇଛି। ଏମିତି ଛୋଟବେଳେ ମୁଁ ଯାଇଥିଲି, ତାପରେ ବି ଯାଇଛି, କିନ୍ତୁ ପୂଜା ନେଇକି କେବେ ଯାଇନଥିଲି। ଫାଷ୍ଟ ଟାଇମ୍ ପାଇଁ ଇସୁ ପାପାଙ୍କ ପାଇଁ ମୁଁ ପୂଜା ନେଇକି ଗଲି। ମୋତେ ତ ବହୁତ ଶାନ୍ତି ମିଳିଲା ସେଠିକୁ ଯାଇକି। ତ ଏମିତି ଥିଲା ମିଷ୍ଟର ଦାସଙ୍କର ବାର୍ଥଡେ।